ମା ଆମେ ଆଲୋଚନା କରିବା ମାତୃ ରଚନାବଳୀ ଭାଗ 10 ଜ୍ଞାନ 291। ପ୍ରଭୁ ଲେଖୁଛନ୍ତି, ତୁମକୁ ଯେଉଁମାନେ ଆଘାତ କରୁଛନ୍ତି ସେମାନଙ୍କର ଦୋଷ ମାର୍ଜନା କରିବା ଅବଶ୍ୟ ତୁମର ଉଦାର ଭାବର ପରିଚୟ ଦେବ। ମାତ୍ର ଅନ୍ୟମାନଙ୍କ ପ୍ରତି ଯେଉଁ ଅନ୍ୟାୟ କରାଯାଉଛି ସେଗୁଡ଼ିକର ମାର୍ଜନା କରିବା ଆଦୌ ସେତେ ପରିମାଣରେ ଉଦାର ନୁହେଁ। ତଥାପି ତୁମେ ଏଗୁଡ଼ିକ ମଧ୍ୟ କ୍ଷମା କରିଦେବ। ମାତ୍ର ଯେତେବେଳେ ଆବଶ୍ୟକ ହେବ ସ୍ଥିର ଭାବରେ ଅବଶ୍ୟ ପ୍ରତିକାର କରିବ। ସବୁ ସ୍ତରର ପ୍ରୋବ୍ଲେମ ପାଇଁ 3ଟା ଷ୍ଟେପରେ ଉତ୍ତର କହିଗଲେ ପୁରା ସ୍ପଷ୍ଟ ଭାବରେ। ପ୍ରଥମେ କହିଲେ ଯେ ତୁମକୁ ଯେଉଁମାନେ ଆଘାତ କରୁଛନ୍ତି ସେମାନଙ୍କର ଦୋଷ ମାର୍ଜନା କରିବା ଅବଶ୍ୟ ତୁମର ଉଦାର ଭାବର ପରିଚୟ ଦେବ। ମତେ ଯେ ଆଘାତ କରୁଛି ମୁଁ ତାକୁ କ୍ଷମା ଦେବି, ଠିକ ଅଛି, ଏ ହେଲା ଫାର୍ଷ୍ଟ ଟାଇମ୍। ସେକେଣ୍ଡ କହିଲେ କିନ୍ତୁ ଯେତେବେଳେ ଅନ୍ୟମାନଙ୍କ ପ୍ରତି କେହି ଅନ୍ୟାୟ କରୁଛି ସେଇ ସମୟରେ ଆମେ ଅନେକ ଲୋକ ନୀରବ ରୁହନ୍ତି। ମାନେ ପ୍ରଭୁ ସେଠି କହୁଛନ୍ତି ଯେ ସେଇଟା ମଧ୍ୟ ତମେ ଉଦାର ହେଇପାର, କିନ୍ତୁ ସେଠି ଲେଖୁଛନ୍ତି ସେଗୁଡ଼ିକର ମାର୍ଜନା କରିବା ଆଦୌ ସେତେ ପରିମାଣରେ ଉଦାର ନୁହେଁ। ମାନେ ତାମାନେ ସେଇ କ୍ଷେତ୍ରରେ ତମେ ଯଦି ଅନ୍ୟମାନଙ୍କ ପ୍ରତି ଯୋଉ ଅନ୍ୟାୟ ହଉଛି ସେଠି ଯଦି ତମେ ତାକୁ କ୍ଷମା କରିଦଉଛ, ବା ଆମେ ଯଦି କହିବା ଯେ ସେଠି ଆମେ ବେଳେବେଳେ ଅନେକ ସମୟରେ ନିରପେକ୍ଷ ରହୁ, ଆମେ କହୁ ସେଇଟା ହଉଛି ଏକ ମହାନ ଲକ୍ଷଣ ବୋଲି, କିନ୍ତୁ ଏଠି ପ୍ରଭୁ କହୁଛନ୍ତି ସେଇଟା ସେତେ ପରିମାଣରେ ଉଦାର ନୁହେଁ। ତାମାନେ ସେଠି ଆମେ ଯଦି ନିରପେକ୍ଷ ରହୁଛୁ ବା କ୍ଷମା କରିଦଉଛୁ ତେବେ ଟିକେ ଭୁଲ ହଉଛି, କିନ୍ତୁ ତଥାପି କହୁଛି ଠିକ ଅଛି ତମେ ତାକୁ ବି ଯଦି କ୍ଷମା କରିଦେଲ ଠିକ ଅଛି, କ୍ଷମା କରିଦେଲ। ମାତ୍ର ଯେତେବେଳେ ଆବଶ୍ୟକ ହବ, ଯଦି ଆବଶ୍ୟକ ପଡିଲା ସେ କ୍ଷେତ୍ରରେ ତୁମକୁ ସ୍ୱର ଉତ୍ତୋଳନ କରିବାକୁ ପଡିବ, ପ୍ରତିକାର ତା ପାଇଁ କରିବାକୁ ପଡିବ, କିନ୍ତୁ ସ୍ଥିର ଭାବରେ। ନିଜେ ଅସ୍ଥିର, ନିଜେ ବିଚଳିତ, ନିଜେ ଅଶାନ୍ତ ହେଇ, ନିଜେ ଚଞ୍ଚଳ ହେଇକରି ନୁହେଁ, ସ୍ଥିର ଭାବରେ, ଶାନ୍ତ ଭାବରେ, ଏବଂ ଯୋଉ ଅବଜେକ୍ଟିଭ ରହିଛି, ଅବଜେକ୍ଟିଭ କଣ? ଅବଜେକ୍ଟିଭ ହଉଛି ଭଗବାନଙ୍କୁ ବା ପରମଙ୍କୁ ମାଙ୍କୁ ପରିପ୍ରକାଶ କରିବାରେ ଯଦି ବାଧକ, ତେବେ ସେଇଟା ହଉଛି ଅନ୍ୟାୟ। ଯଦି ଦେଖିବେ ଆମେ ବେଳେ ବେଳେ ଏଇ ଉଦାର ଭାବ ନେଇକି ଯଦି ଆମେ ଆଲୋଚନା କରିବା, ଅନେକ ସମୟରେ ସହିବା କଥାଟିକୁ ଏଠି ସମସ୍ତେ ପ୍ରାୟ ବ୍ୟବହାର କରନ୍ତି। ସେଠି ସେଥିପାଇଁ 2ଟା ଶବ୍ଦ ରହିଛି ସହିବାରେ, ଗୋଟେ ହଉଛି ଟଲରେନ୍ସ ଆଉ ଗୋଟେ ହଉଛି ଏଣ୍ଡୁରାନ୍ସ। ଟଲରାନ୍ସ ସେଇ ବ୍ୟକ୍ତି କରେ ସେ ଭିତରେ ପ୍ରତିକ୍ରିୟା ଥାଇ ସେ ନୀରବ ରହେ, ସେଇଟା ହଉଛି ଟଲରାନ୍ସ। ଇଂରାଜୀ ଶବ୍ଦ ଯୋଉ ଟଲରାନ୍ସ ବ୍ୟବହାର ଯେତେବେଳେ କରାଯାଉଛି, ମୁଁ ସହି ଯାଉଛି କିନ୍ତୁ ମୋ ଭିତରେ ପ୍ରତିକ୍ରିୟା ରହିଛି। କିନ୍ତୁ ତା ଏଣ୍ଡୁରାନ୍ସ ହଉଛି କଣ? ପ୍ରତିକ୍ରିୟା ବିହୀନ ଭାବରେ ସହ୍ୟ କରିବା। ପ୍ରତିକ୍ରିୟା ବିହୀନ କେତେବେଳେ ଜଣେ ହେଇପାରିବ? ଯେତେବେଳେ ଜଣେ ପ୍ରଜ୍ଞାଯୁକ୍ତ ହେଇଥିବ, ଯେତେବେଳେ ସିଏ ଯୋଉ ଉତ୍ସରୁ ଘଟଣାଟି ଘଟୁଛି ସେ ସମ୍ପର୍କରେ ତାର ସଚେତନତା ଥିବ, ତେବେ ସେ ସମୟରେ ସିଏ ପ୍ରତିକ୍ରିୟାଶୀଳ ନ ହୋଇ ସହିବା ତା ଦ୍ୱାରା ସମ୍ଭବ ହେଇପାରିବ। ସେଇଟା ହଉଛି ଏଣ୍ଡୁରାନ୍ସ। ତେଣୁ ସେଇ ସମୟରେ ଜଣେ ଉଦାର ହବା ଠିକ। ଆଉ ବେଳେ ବେଳେ କହନ୍ତି ଯେ ହାରମୋନି ଆଟ୍ ଏନି କଷ୍ଟ। ଏଇ ଯୋଉ ହାରମୋନି ଆଟ୍ ଏନି କଷ୍ଟର ଦ୍ୱାହି ଦେଇ ଆମେ ଯୋଉ କାର୍ଯ୍ୟ କରୁ, ପ୍ରଭୁ ଦେଖନ୍ତୁ ତାକୁ 3ଟି ସ୍ତରରେ ସେ ତାକୁ ବର୍ଣ୍ଣନା କଲେ। କହିଲେ ଯଦି ତୁମ ନିଜ ବ୍ୟକ୍ତିଗତ କ୍ଷେତ୍ରରେ ଆସୁଛି ତେବେ ତୁମେ ତାକୁ କ୍ଷମା କରିଦେଇପାର, କିନ୍ତୁ ଯେତେବେଳେ ଅନ୍ୟମାନଙ୍କ ପ୍ରତି ଅନ୍ୟାୟ ହେଉଛି
ସେତେବେଳେ ତୁମେ ଯଦି ଉଦାର ହେଇ ତାଙ୍କୁ କ୍ଷମା କରି ଦଉଛ, ସେଇଟା ସେତେ ପରିମାଣରେ ଉଦାର ନୁହେଁ। ତୁମକୁ ଯଦି ଆବଶ୍ୟକ ପଡ଼ିଲା ସେତେବେଳେ ତମକୁ ସ୍ଥିର ଭାବରେ ଅବଶ୍ୟ ପ୍ରତିକାର କରିବ। ମୁଁ ଏଇଟା ପଢିଲା ବେଳେ ମାମୁଙ୍କର ସିଧାସଳଖ କଥା ସ୍ପଷ୍ଟ କହିଥିଲେ ମାମୁ, ମୋର ମନେ ଅଛି। ଆଉ ପୂର୍ବରୁ ସାଧାରଣତଃ କୋଉଠି ଯଦି କିଛି ଅନ୍ୟାୟ ବା ଯିଏ ଯାହାର ଯୋଉ ଦାୟିତ୍ୱ ଦିଆଯାଇଛି ସେ ଦାୟିତ୍ୱରେ ଯଦି କିଛି ଥାଏ ଏବଂ ଯେ ପର୍ଯ୍ୟନ୍ତ କଥାଟା ନିଜ ଉପରକୁ ନ ଆସେ ସେ ପର୍ଯ୍ୟନ୍ତ ମୁଁ କହେନି, କିନ୍ତୁ ଯେତେବେଳେ ନିଜ ଉପରେ ଆସେ ସେତେବେଳେ ମୁଁ ପ୍ରତିକାର କରେ। ମାମୁ କହିଲେ ଯେ ଦେଖ, ତମେ ଆଉ ସେମିତି କହିବନି। ପର୍ଟିକୁଲାର କେସରେ କହିଲେ, କିନ୍ତୁ ମୁଁ ଜାଣିଲି ଯେ ମା ମନା କରୁଛନ୍ତି, ତେଣୁ ତାପରଠୁ ଆଉ କହିଲି ନାହିଁ। କିନ୍ତୁ ଯେତେବେଳେ ଆଉ ଗୋଟେ ଘଟଣା ଘଟିଲା, ସେଟା ହଉଛି ସାଂଗଠନିକ କାର୍ଯ୍ୟ, ଅନୁଷ୍ଠାନର ସ୍ୱାର୍ଥ। ସେତେବେଳେ ମୁଁ ଯେତେବେଳେ ନୀରବ ରହିଥିଲି, ମାମୁ ଯେତେବେଳେ କହିଲେ ତମେ ସେଠି କାହିଁ ନୀରବ ରହିଲ, ମୁଁ କହିଲି ଆପଣ କହିଛନ୍ତି ନୀରବ ରହିବା ପାଇଁ, ତେଣୁ ନୀରବ ରହିଛି। ତମକୁ କହିଥିଲି ତମ ବ୍ୟକ୍ତିଗତ କ୍ଷେତ୍ରରେ ନୀରବ ରହିବାକୁ, ସାମୂହିକ ସ୍ୱାର୍ଥରେ, ଅନୁଷ୍ଠାନର ସ୍ୱାର୍ଥରେ, ମାଙ୍କ କାର୍ଯ୍ୟରେ ତମେ ନୀରବ ରହିବାକୁ କହିଥିଲି। ତମେ ନିଶ୍ଚୟ କହିବ, ନିଶ୍ଚୟ କହିବ। ମାଙ୍କୁ କହିବ, ମିଟିଂରେ କହିବ, ଯଦି ଆବଶ୍ୟକ ପଡେ ତୁମେ ସ୍ୱର ଉତ୍ତୋଳନ କରିବ। ମୁଁ ଜାଣିଥିଲି, ପଢିଥିଲି, ଏଇଟା ମାଙ୍କ ଲେଖାରେ ପଢିଥିଲି, ତେଣୁ ମୁଁ କହେ, ସବୁ ସମୟ ତ କହେନି, ଯେତେବେଳେ ଆବଶ୍ୟକ ପଡେ କହେ। କିନ୍ତୁ ମାମୁ ସେତେବେଳେ ଯୋଉଭଳି ଭାବରେ କହିଲେ, ମାନେ ଗୁରୁତ୍ୱ ଦେଇ କହିଲେ ଯେ ଏମିତି ମୁଁ ତାଙ୍କ କଥାଟାକୁ ଭୁଲ ଅର୍ଥରେ ନେଇଯାଇଥିଲି। ତେଣୁ ବ୍ୟକ୍ତିଗତ କ୍ଷେତ୍ରରେ ଯଦି ତୁମକୁ କିଏ ଆଘାତ ଦଉଛି, ତମେ ତାକୁ କ୍ଷମା କରିଦଉଛ, ତାହା ଉଦାର ହେଇପାରେ। ଠିକ ଅଛି, ତମେ ଉଦାର ଦୃଷ୍ଟିରୁ ତ କ୍ଷମା କରିଦେଲ। କିନ୍ତୁ ଯଦି ସାମୂହିକ ଭାବରେ ବା ଯେତେବେଳେ ଆମେ ଅନୁଷ୍ଠାନଗତ ଦେଖୁଛନ୍ତି, ଯେତେବେଳେ ମାଙ୍କ କାର୍ଯ୍ୟ କଥା ଦେଖୁଛନ୍ତି, ସେତେବେଳେ ଯଦି ଅନ୍ୟାୟ ହଉଛି, ତେବେ ପ୍ରଭୁ କହୁଛନ୍ତି ତମେ ଯଦି ସେଠି କ୍ଷମା କରିଦଉଛ, ତେବେ ସେଇଟା ଉଦାରତାର ଲକ୍ଷଣ ନୁହେଁ। ସ୍ପଷ୍ଟ ମନେ ରଖିବା। ଆମେ ଏଇଠି ଆଉ ହାରମୋନିଆ ଟେନିକଷ୍ଟ ବୋଲି କହି ନୀରବ ରହିବା ହଉଛି, ପ୍ରଭୁ ଲେଖୁଛନ୍ତି, ମୁଁ କହୁନାହିଁ, ଯେ ସେଇଟା ଉଦାରତାର ଲକ୍ଷଣ ନୁହେଁ, ତାହା ଆମେ ଭୁଲ କରୁଛନ୍ତି। ସେ ଲେଖୁଛନ୍ତି ସ୍ଥିର ଭାବରେ ଅବଶ୍ୟ ପ୍ରତିକାର କରିବ। ଖାଲି କହିନାହାନ୍ତି ଯେ ଦରକାର ହେଲେ, ମାନେ ହଁ ଠିକ ଅଛି ପ୍ରତିକାର କଲେ ଚଳିବ, ନ କଲେ ଚଳିବ ନାହିଁ। ଲେଖୁଛନ୍ତି ଯେତେବେଳେ ଆବଶ୍ୟକ ହେବ ସ୍ଥିର ଭାବରେ ଅବଶ୍ୟ ପ୍ରତିକାର କରିବ। ଏ କଥାଟିକୁ ଭୁଲିଯିବେ ନାହିଁ। କିନ୍ତୁ ପୁଣି ଆଉ ଥରେ କହିଦେଇକି ଗୋଟେ ଲାଇନ ସାରିବା, ବ୍ୟକ୍ତିଗତ ଅହଂ ସ୍ୱାର୍ଥକୁ ଚରିତାର୍ଥ କରିବା ପାଇଁ ପ୍ରତିକାର କରିବାଟା କଥା ଏଠି କୁହାଯାଇ ନାହିଁ। ଯେମିତି କଥାରେ କହନ୍ତି, ଯଦି ମୋ କଥା ରହିଲା ନାହିଁ ତେବେ ସେଇଟା ମାଙ୍କ କାମ ନୁହଁ, ମତେ ଯଦି ପଚରା ଗଲା ନାହିଁ ମାଙ୍କ କାମ ନୁହଁ। ତାହେଲେ ସେଠି ତମେ ଯଦି ପ୍ରତିକାର କରୁଛ ନିଜର, ମତେ ପଚାରିନାହାନ୍ତି ତେଣୁ ମୁଁ ସେଠି ପ୍ରତିକାର କରିବି, ତାହେଲେ ଭୁଲ। ସେଠି ତ ଅହଂ ସ୍ୱାର୍ଥ ସିଧାସଳଖ ସମ୍ମୁଖକୁ ଆସିଲା। ସେଇଟା ସମସ୍ତେ ଜାଣିଥାନ୍ତି, ସମସ୍ତେ ଜାଣିଥାନ୍ତି। ଅହଂ ସ୍ୱାର୍ଥ ସୁନ୍ଦର ଭାବରେ ଆସେ ଏବଂ ତାପରେ ଆହୁରି ଅଛି, ତାକୁ ଆମକୁ ଜଗିବାକୁ ପଡିବ। ଯେତେବେଳେ ଆଲୋଚନା ଆସିବ ସେତେବେଳେ କହିବା। ସେଇଠି ଲେଖା ହେଇଛି ମାଙ୍କ କାର୍ଯ୍ୟ ନିମନ୍ତେ ଯଥାର୍ଥ ମନୋଭାବ। ଲେଖିଛନ୍ତି 3 ନମ୍ବର ପଏଣ୍ଟରେ, ଈର୍ଷା ଭାବ ନ ରଖି ଅନ୍ୟ କଥାରେ ପ୍ରତିବାଦ କରିବା ନାହିଁ, ନିଜ କଥା ନିଜ ମତ ପ୍ରତିଷ୍ଠା କରିବାକୁ ଚେଷ୍ଟା କରିବା ନାହିଁ, ଏପରିକି ନିଜ ଯଥାର୍ଥ କହିବା କଥାକୁ ବାଦ ଦେଇ ଅନ୍ୟର ଅଯଥାର୍ଥ କଥା ପ୍ରତିଷ୍ଠା କରାହେଲେ ମଧ୍ୟ ସେଥିରେ ପ୍ରତିବାଦ କରିବା ନାହିଁ। ଏହା କରିପାରିଲେ ଅନ୍ୟ ସହିତ ଝଗଡା ମନାନ୍ତର ବିରୋଧ ହେବ ନାହିଁ। ଏଇଟା ଟିକେ ବୁଝିବେ। ଏକ୍ଜାକ୍ଟଲି, ବଢିଆ ପ୍ରଶ୍ନଟି, ବହୁତ ସୁନ୍ଦର। ପ୍ରଥମ ଦିଟା ପଏଣ୍ଟ ପୁରା ବୁଝି ହେଇଯାଉଛି ଆମକୁ। କାହିଁକି ନା ଅହଂ ସ୍ୱାର୍ଥ ଯେତେବେଳେ ପ୍ରତିଷ୍ଠା ହଉଛି, ତେବେ ସେଠି ପ୍ରତିକାର କରିବେ ନାହିଁ। ଇଏ ହଉଛି ସିଧା କଥା ପୁରା।
स्पष्ट से आ सहित से टिके शेष को गोटे धाड़ी मुझे जोड़िली जे अहं स्वार्थ प्रतिष्ठा जोठी होउची ताहा जेकोसी प्रकार रे हो ताहाकू आपण सेठी प्रतिकार करिवे नाही बा कोनोसी कथा कना ताहा झगड़ा करिवे कना अहं अहं भीतर ही झगड़ा हुए तेणु प्रथम दीटा पॉइंट अपा जो कहले ईर्षा करिवे नाही एवं निजको प्रतिष्ठा कथा जदि अछि तेबे सेठी करिवे नाही कहिवे नाही तेणु झगड़ा हो ये दुईटा तो केबे भी ग्रांटेड नहीं तृतीय कथाटा हमकु टिके डिलेमा रे पकाए आमे बुझी पाता तृतीय कथाटा से कहउचंती अन्य जनकर अयथार्थ कथा बा अयथार्थ चिंता बा जहाँ भी हो ताहा प्रतिष्ठा हेउथिले मध्य तुमे सेठी प्रति कहबो नाही ता द्वारा झगड़ा हबो हाँ सेठी अयथार्थ कथा प्रतिष्ठित हवा कथा जेतल कुआ होची सेतेबेले मु को चेतनार रहिछि जदि सेही अहंक इंद्रिय सेठी सेठी कुआ होची अहंक इंद्रिक चेतनारे जेतेबेले रहिथिबे सेतेबेले तुमको देखा गले मध्य तमे नीरव रहिबो सेतेबेले तापरे कुआ होची तार सेठी कोन करियो नीरव रहिबो एम्ति पूरा नीरव रहिले केमति हबो कहना अन्य जगह भी माँ को सेति पे कॉन्टेक्स्ट जेतल हबो ता पूर्व कॉन्टेक्स्ट रे देखिया पड़े एवं गोटे घटना को नेकी अन्य अन्य जगह रे बहुत कथा माँ एवं श्रीरंग कहिथांते अन्य जगह रे कहउचंती जे प्रभु श्रीरंग लखचंती एई भलिया व्यक्ति मानकर आवश्यक बेले नीरवता रहिबा ही भारत वर्षर अग्रगति को अनेक पश्चात अभिमुखी कर देइछि बा पछकु ठेली देइछि मानव जातिर अग्रगति रे एई प्रकारर नीरवता अनेक समय रे विलंबित करे बोली प्रभु लिखुछन मु डायरेक्ट भाषा कहूनी खाली भावार्थ कहूँ तो सेठी होची गोटे कथा सेति पय एटी जो लास्ट लाइन कहले स्थिर भाव रे अवश्य प्रतिकार करिवे स्थिर भाव रे निजे स्थिर चित्त रे शांत रहिकरी जने जेते प्रतिकार करे सेते बेले दीटा भाइस वर्सा इज ट्रू जेते बेले अहं भाव न थाए सेते बेले जने स्थिर शांत भाव रे कहि पारे बस स्थिर और शांत भाव रे जने जेते कहवा को प्रतिकार करे सेते बेले ता भीतर अहं भाव आसे नाही सेही समय रे प्रतिकार निश्चय करियो एटा प्रभु लेखछिन मु कहूनी अहं को सामना को न आनी प्रतिकार करी काहे कि जदि प्रतिकार करने को कथा न ही थांता तेबे भगवान अनेक समय रे अवतार ग्रहण करी ए प्रकारर प्रवृत्ति को ध्वंस करिबा पई अस्त्र उठेई न थांते एवं स्वयं प्रभु श्रीअरविंद निजे मध्य इंग्रेज मानकर विरुद्ध रे जो स्वर उत्तोलन करिथिले एवं युवक माननकु जो प्रेरणा देकरी तांको भितरे उद्दामता को माने उत्साहित करिकरी जो जागृत करैथिले ताहा से करै न थांते किंतु एकाधार रे से एपटरे भी कहचंदी जे मु इंग्रेज माननकु शत्रु कहिबी ना मित्र कहिबी जहांकर कारावास फल रे प्रभु श्री कृष्णकर माने दर्शन मते हेला ताकू मु कारावास कहिबी ना आश्रम वास कहिबी इंग्रेज माने जे मते कारावास को नेले तांको शत्रु कहिबी ना मित्र कहिबी ये होची गोटे उच्चतर चेतना रे रहिथिबार अवस्था तेणु जे सेही समय रे मां को आह्वान करी मां को स्मरण रखी शांत भाव रे स्थिर भाव रे मां को आगो कही कि निश्चय प्रतिकार करी किंतु ता पूर्वरु सचेतनता अहंकार को प्रतिष्ठित करने पई केबे भी करिवे नै से कथा भी हम आलोचना कर मां ज्ञान 292 एठी ए ज्ञान 292 रे प्रभु लिखछन्ती एशियो माने हत्या कले ताहाकू नृशंसता बोली कुहा जाए यूरोपीय माने हत्या कले ताहा एक सामरिक आवश्यकता बोली नामित हुई तुमको यही भेदटी को बुझीबा को हेबो एवं तापरे तुमे यही पृथ्वीर नैतिकता विषय रे चिंता मध्य करियो नैतिकतार संज्ञा को एते केते माने पक्षपातिता देखंतु नैतिकतार संज्ञा रे सबु बेले पक्षपातिता दृश्यमान हुए कहीं
ନା ଯେହେତୁ ନୀତି ମନୁଷ୍ୟ ନିଜେ ତିଆରି କରୁଛି, ତେଣୁ ସେ କଣ କରୁଛି ତାର ହିସାବ ଅନୁସାରେ ସେ ନୀତି ତିଆରି କରିଥାଏ। ବର୍ତ୍ତମାନ ଆପଣ ଦେଖିବେ ଆଗରୁ ଆମର ସେଇଭଳି ଭାବରେ ଭଏସ କେହି ଉଠେଉ ନଥିଲେ। ଭାରତ ବର୍ଷର ଯୋଉ ସ୍ୱାଧୀନତା ପରେ ଯୋଉ ନେତା ବା ମନ୍ତ୍ରୀ ମାନେ ଥିଲେ, ପାଶ୍ଚାତ୍ୟ ଦେଶରେ ଯିଏ ଯାହା କହିଲେ ହଁ ରେ ଆଜ୍ଞା ଆଜ୍ଞା ମୁଣ୍ଡ ଟୁଙ୍ଗାରୁଥିଲେ। ଏବେ ଆମର ଯିଏ ଅଛନ୍ତି ଜୟଶଙ୍କର ଜି, ସେ ସିଧାସଳଖ ତାଙ୍କୁ ଇଣ୍ଟରଭ୍ୟୁରେ ପଚରା ହେଲା ଯେତେବେଳେ ଯୁଦ୍ଧ କଥା ନେଇକି, ରୁଷିଆ ୟୁକ୍ରେନ ଯୁଦ୍ଧ ନେଇକିରି ଏବଂ ଶାନ୍ତି ନେଇକି ଯେତେ ପ୍ରଶ୍ନ ହେଲା, ସୁନ୍ଦର ଉତ୍ତର ଦେଇଥିଲେ। ଆମେ ଯୋଉଟା ପଢୁଛନ୍ତି ଯୋଉ ଶ୍ରୀଅରବିନ୍ଦ ଯୋଉଟା ଲେଖିଛନ୍ତି, ସେତେବେଳେ ସେ ଉତ୍ତର ଦେଲେ ଦେ ତାର ମୁଁ ଓଡିଆରେ କହିଦଉଛି ଯେ ୟୁରୋପିଆନ ମାନେ ଭାବୁଛନ୍ତି ତାଙ୍କର ପ୍ରୋବ୍ଲେମ ହଉଛି ୱାର୍ଲଡର ପ୍ରୋବ୍ଲେମ। ୱାର୍ଲଡର ପ୍ରୋବ୍ଲେମ ତାଙ୍କ ପ୍ରୋବ୍ଲେମ ନୁହେଁ। ପାଶ୍ଚାତ୍ୟ ଦେଶର ବା ୟୁରୋପୀୟ ମାନେ ମନେ କରନ୍ତି ଯେ ତାଙ୍କର ଯୋଉଟା ସମସ୍ୟା ସେଟା ହଉଛି ବିଶ୍ୱର ସମସ୍ୟା, କିନ୍ତୁ ବିଶ୍ୱର ସମସ୍ୟାକୁ ସେମାନେ କେବେ ବି ତାଙ୍କର ସମସ୍ୟା ବୋଲି ମନେ କରନ୍ତି ନାହିଁ। ଆତଙ୍କବାଦୀ ହଉ କିମ୍ବା ଅନ୍ୟ ଜଣଙ୍କର ସାର୍ବଭୌମତାକୁ ଦଳି ଦେବା, ସେମାନେ ସେତେବେଳେ ପର୍ଯ୍ୟନ୍ତ ଜଷ୍ଟିଫାଏ କରନ୍ତି ଯେତେବେଳେ ତାଙ୍କ କଥା ପଡିଛି। ସେଇଥିପାଇଁ କହୁଛନ୍ତି ଦ ୟୁରୋପିଆନ ଥଟ୍ସ ଦେୟାର ପ୍ରୋବ୍ଲେମ ଇଜ ୱାର୍ଲଡସ୍ ପ୍ରୋବ୍ଲେମ, ବଟ୍ ୱାର୍ଲଡସ୍ ପ୍ରୋବ୍ଲେମ୍ସ ଆର୍ ନଟ୍ ଦେୟାର ପ୍ରୋବ୍ଲେମ୍ସ। ପୁରା ଏତେ ସ୍ପଷ୍ଟ ଭାବରେ କହିପାରିବାର ଜଣେ ବୈଦେଶିକ ମନ୍ତ୍ରୀଙ୍କର ସାମର୍ଥ୍ୟ ଭାରତ ବର୍ଷର ସ୍ୱାଧୀନତା 75 ବର୍ଷ ପରେ, ବା ଏବେ ଯେହେତୁ ଆସିଛନ୍ତି ଆମେ କହିପାରିବା ଯେ 60-70 ବର୍ଷ ପରେ ଜଣଙ୍କର ଭଏସ ଆସିଲା ଯିଏକି ସେ କହିପାରିଲେ। ଶ୍ରୀଅରବିନ୍ଦ ବହୁତ ଆଗରୁ ସେ କହୁଛନ୍ତି ଯେ ତାଙ୍କର ଯୋଉ ଥଟ୍ସ କେମିତି ରହିଛି, ସେ କାହାକୁ ସେ କହୁଛନ୍ତି ୟୁରୋପୀୟ ମାନେ ଯେତେବେଳେ ହତ୍ୟା କରନ୍ତି ସେମାନେ କହନ୍ତି ଏଇଟା ହଉଛି ଆବଶ୍ୟକ, ସାମରିକ ଆବଶ୍ୟକତା, କିନ୍ତୁ ଯଦି ଏସୀୟ ମାନେ ହତ୍ୟା କରିବେ ସେ କହିବେ ଏଇଟା ହଉଛି ବର୍ବରତା, ନୃଶଂସତା। ଏଠି ପ୍ରଭୁ ସେଥିପାଇଁ କହୁଛନ୍ତି ତମକୁ ଏ ଭେଦଟିକୁ ବୁଝିବାକୁ ପଡିବ, କାହିଁକିନା ନୈତିକତାର ଦ୍ୱାହି ଦେଇକିରି ଆମେ ଯେତେବେଳେ ଅନେକ ଘଟଣା ଘଟୁ, ତାହା ସ୍ଥାନ ଅନୁସାରେ ନୈତିକତା ଭିନ୍ନ ହୁଏ ଏବଂ ତେଣୁ ଆମକୁ ନୈତିକତାର ঊର୍ଦ୍ଧ୍ୱକୁ ଉଠିବାକୁ ପଡିବ। ମା ଲେଖୁଛନ୍ତି ଏହି ଯାବତୀୟ କଥା ଆମକୁ ଆତ୍ମସ୍ୱାର୍ଥ ଏବଂ ଅହଂ ଦ୍ୱାରା ପ୍ରେରିତ ପ୍ରତିକ୍ରିୟା ଗୁଡିକୁ ଭିତ୍ତି କରି ଆପଣାକୁ ପ୍ରକଟ କରୁଥିବା ମନୁଷ୍ୟର ବିଚାର ଗୁଡିକର ନିର୍ବୋଧତା ବିଷୟରେ ଅତ୍ୟନ୍ତ ଗଭୀର ଭାବରେ ଚିନ୍ତା କରିବାକୁ ପ୍ରେରଣା ଦେଇଥାଏ। ତେଣୁ ଏଇ ଯୋଉ ଜାଗାରେ ସବୁ ଯୋଉମାନେ ଏଇ ପ୍ରକାରର ଘଟଣା ଘଟୁଛି, ପ୍ରଭୁ ଯୋଉଟା କହିଲେ ମତେ ବୁଝାଉଛନ୍ତି ଯେ ସାଧାରଣତଃ ସେମାନଙ୍କ ଭିତରେ ଅହଂ ଥାଏ ଆଉ ଆତ୍ମସ୍ୱାର୍ଥ ଏତେ ପ୍ରବଳ ଥାଏ ଯେ ତାରି ବା ତାକୁ ହିଁ ଆଧାର କରି ସେମାନେ ଏ ସମଗ୍ର ବିଶ୍ୱକୁ ପର୍ଯ୍ୟାଲୋଚନା କରନ୍ତି, ବିଚାର କରନ୍ତି ଏବଂ ପକ୍ଷ ନିଅନ୍ତି। ତେଣୁ ତମେ এই ବିଷୟରେ ଯେତେବେଳେ କଥା ଉଠୁଛି ଗଭୀର ଭାବରେ ଚିନ୍ତା କରିବା ଆବଶ୍ୟକ ଏବଂ ସେଥିପାଇଁ ଆମେ ଯଦି ଆଉ ଥରେ ଖାଲି ଟିକେ କଥା ହେବା ତାହେଲେ ତେବେ ଆମର ମାନସିକ ବିକାଶ ମଧ୍ୟ ଅତି ଜରୁରୀ। ନହେଲେ ଆମେ କଣ କହୁଛୁ, ମତେ ଏଇ ସରକାର ଚାଉଳ ଦଉଛି, ଟଙ୍କିକିଆ ଚାଉଳ ଦଉଛି, ଚାକିରିରେ ମୋର ରିଜର୍ଭେସନ ରଖିଛି, ଇତ୍ୟାଦି ଇତ୍ୟାଦି ଦଉଛି, ତେଣୁ ଏଇ ସରକାର ଭଲ, ତେଣୁ ମୁଁ ସେ ସରକାରକୁ ଭୋଟ ଦେବି। ଏଠି ତୁମକୁ ମାନସିକ ବିକାଶକୁ, ସାମର୍ଥ୍ୟକୁ ବୃଦ୍ଧି କରିବାକୁ ପଡିବ, ଦେଖିବାକୁ ପଡିବ ଯେ ସେମାନେ ସେଇ ଅହଂ ଆତ୍ମସ୍ୱାର୍ଥ ଦ୍ୱାରା ପରିଚାଳିତ ହେଇ ଆମର ଭବିଷ୍ୟତକୁ ନଷ୍ଟ କରୁନାହାନ୍ତି ତ, ମାନବ ଜାତିର ଭବିଷ୍ୟତକୁ ନଷ୍ଟ କରୁନାହାନ୍ତି ତ, ଭାରତ ବର୍ଷର ଯୋଉ ତାର ଭାରତ ବର୍ଷର ଯୋଉ ଆତ୍ମାର ଯୋଉ ଡାକରା ରହିଛି ସେ ଡାକରାର ବିରୁଦ୍ଧରେ ଯାଉନାହାନ୍ତି ତ। ମୁଁ ନା ନଉନାହିଁ, କିନ୍ତୁ ତଥାକଥିତ ଅନେକ ବର୍ଷର ପୁରୁଣା
ରାଜନୀତି ଦଳ ଭିତରୁ ଜଣେ କହିଲେ, ତାଙ୍କର ମୁଖ୍ୟ ପୁରୋଧା କହିଲେ ଯେ ଏମାନେ ଭାରତକୁ କହୁଛନ୍ତି ଭାରତ ମାତା। କୋଉଠି ମାତା? ଭାରତର ଦେବୀ କୋଉଠି ସେ ଦେବୀ? ଏ ପ୍ରକାରର ଅନେକ ପ୍ରକାରର ଅଶ୍ଳୀଳ ଭାଷା ସେ ପ୍ରୟୋଗ କରିଛନ୍ତି। ତଥାପି ଆମେ ତାକୁ ସମର୍ଥନ କରିବୁ? ଯିଏ ସମ୍ମାନ ଦେଇ ଶିଖି ନାହିଁ, ଏପରିକି ସାଧାରଣ ଭାବରେ ବି ଗୋଟେ ଦେଶ, ଯୋଉ ଦେଶରେ ମୁଁ ବସବାସ କରୁଛି, ତାରି ତମେ ଗୋଟେ ପୁରୁଣା ଦଳର ଗୋଟେ ମହାନ ପ୍ରମୁଖ ଧାଡିର ନେତା, ତମେ ସେଇ ଦେଶକୁ ତୁମେ ଯଦି ଅପମାନିତ କରିବା ପାଇଁ ପଛାଉନାହ ଏବଂ ତାକୁ ଅଶ୍ଳୀଳ ଭାଷାରେ, କେତେ ଅଖଣ୍ଡ ଭାରତ ବର୍ଷର ପ୍ରାଚୀନ ମାନେ ତତ୍ତ୍ୱ ରହିଛି, ଯେ କି ସମଗ୍ର ବିଶ୍ୱକୁ ବସୁଧୈବ କୁଟୁମ୍ବକମ୍ ଚିନ୍ତାରେ, ସେଇ ବିଚାରରେ ଗ୍ରହଣ କରି ବିଶ୍ୱକୁ ଦିଗ୍ଦର୍ଶନ ଦେବା ପାଇଁ ଏଇ ଭାରତ ଭୂଖଣ୍ଡରୁ ଯୋଉ ମୁନି ଋଷି ମାନେ, ଆମେ ମୁନି ଋଷି କହୁଛୁ କାହିଁକି ସେମାନେ ଯୋଉମାନେ ବି ସତ୍ୟ ପଥରେ ପରିଚାଳିତ ହଉଥିଲେ ତାଙ୍କୁ ଆମେ ମୁନି ଋଷି ନାଁ ଦେଇଛୁ। ଯୋଉ ସେମାନେ ବି ମହାନ ବିଜ୍ଞାନୀ ଥିଲେ, ସେମାନେ ଯେତେବେଳେ ଗୋଟେ କୌଣସି ଏକ ଗୂଢ ରହସ୍ୟକୁ ଦେଖିଛନ୍ତି ଏବଂ ତାକୁ ପରିପ୍ରକାଶ କରିଛନ୍ତି, ତମେ ତାକୁ ଅଶ୍ଳୀଳ ଭାଷାରେ କହିବ ଏବଂ ତାକୁ ଆମେ ସମର୍ଥନ କରିବୁ? ଅସମ୍ଭବ। ତେଣୁ ଏଇଟା ହଉଛି ଆମର ନିର୍ବୋଧତା, ଇଏ ଆମର ନିର୍ବୋଧତା। ଏବଂ ଆଶ୍ଚର୍ଯ୍ୟ ଲାଗୁଛି ଏବେ ବି ସେ କିଛିଟା ଜାଗାରେ ଭୋଟ ପାଉଛନ୍ତି ଏବଂ ରାଜନୀତିରେ ତାଙ୍କର ଏବେ ବି ସେ ରୁଟି ସେକୁଛନ୍ତି। ମାଲିକ ଯେ ପର୍ଯ୍ୟନ୍ତ ମନୁଷ୍ୟମାନେ ସେମାନଙ୍କର ଏହି ବର୍ତ୍ତମାନର ଅଜ୍ଞାନ ସ୍ଥିତି ମଧ୍ୟରେ ପଡି ରହିଥିବେ, ସେ ପର୍ଯ୍ୟନ୍ତ ଯଥାର୍ଥ ସତ୍ୟର ସମ୍ମୁଖରେ ସେମାନଙ୍କର ଯାବତୀୟ ବିଚାର ଏବଂ ମତ କେବଳ ଏହିପରି ଭାବରେ ନିରର୍ଥକ ହୋଇ ହିଁ ରହିଥିବ ଏବଂ ସେଗୁଡ଼ିକ ଠିକ୍ ସେହିପରି ବୋଲି ଜାଣି ରଖିବାକୁ ହେବ। ଯେ ପର୍ଯ୍ୟନ୍ତ ଆମେ ଏଇ ନିର୍ବୋଧତାରେ ବଞ୍ଚିଥିବା, ଏଇ ଅଜ୍ଞାନ ସ୍ଥିତିରେ ବଞ୍ଚିଥିବା, ସେ ପର୍ଯ୍ୟନ୍ତ ଆମର ଅଗ୍ରଗତି ହବାର ସମ୍ଭାବନା ନାହିଁ, ଆମ ଦେଶର ଅଗ୍ରଗତି ହବାର ସମ୍ଭାବନା ନାହିଁ, ମାନବ ଜାତିର ଉତ୍ଥାନ ହବାର ସମ୍ଭାବନା ନାହିଁ। ସେଇଥିପାଇଁ ଚିନ୍ତା କରନ୍ତୁ, କୋଉ ଆବହମାନ କାଳରୁ ଭାରତ ବର୍ଷ ସମଗ୍ର ବିଶ୍ୱକୁ ଲିଡ୍ କରୁଥିଲା, ଆଜି ସେ ମାନେ ଏଇ କିଛି ବର୍ଷକୁ ଛାଡିଦେଲେ ଅନ୍ୟମାନଙ୍କ ପଛରେ ସିଏ ଧାଉଁଥିଲା। ସିଏ ଯିଏକି ପୃଥିବୀର ଦାୟିତ୍ୱ ନେବ, ପୃଥିବୀକୁ ପଥ ପ୍ରଦର୍ଶନ କରିବ, ସିଏ ଆତ୍ମନିର୍ଭରଶୀଳ ହବ ନାହିଁ। ତାର ଆତ୍ମନିର୍ଭରଶୀଳତାକୁ ତମେ କହିବ, ତାକୁ ଥଟ୍ଟା କରିବ। ଏବେ ଆମର ସ୍ୱଦେଶୀ ଯୋଉ ଆପ୍ଲିକେସନ ବାହାରିଲାଣି ଏବଂ ୱେବ ବ୍ରାଉଜର ବାହାରିଲାଣି, ସର୍ଚ୍ଚ ଇଞ୍ଜିନ ବାହାରିଲାଣି, ତାକୁ ଥଟ୍ଟା କରୁଛନ୍ତି। ଆମେ ପଛେ ମେଟାକୁ ଡାଟା ଦବୁ, ବିଦେଶୀ କମ୍ପାନୀକୁ ଡାଟା ଦବୁ, ଭାରତ ବର୍ଷର ସ୍ୱଦେଶୀ ଯୋଉ ଜୋହୋ ଆପ୍ ବାହାରିଛନ୍ତି, ଜୋହୋ ଫାଉଣ୍ଡର ଯିଏ ତାମିଲର ଶ୍ରୀଧର ଭେମ୍ବୁ, ତାଙ୍କୁ ତାଙ୍କର ଯୋଉ କମ୍ପାନୀ ସେ ନାଁ ଦେଇଛନ୍ତି ଜୋହୋ, ତାକୁ ଆମେ ଡାଟା ଦବୁନି। କାହିଁକି ନା ସେ ରାଷ୍ଟ୍ରୀୟବାଦୀ ଚିନ୍ତାଧାରା ରହିଛି। ଯୋଉ ଦେଶରେ ଆମେ ବଞ୍ଚୁଛେ, ଯୋଉ ଦେଶ ଆମକୁ ଦେଇଛି ଏତକ, ତାର ଆତ୍ମାର ଡାକ ତ ଶୁଣିବା ପାଇଁ ତମର ନାହିଁ ସାମର୍ଥ୍ୟ, କିନ୍ତୁ ସେ ଦେଶର ବି, ଦେଶ ପାଇଁ ଯେ ଚିନ୍ତା କରୁଛି, ତମେ ତାକୁ କହୁଛ ସେ ରାଷ୍ଟ୍ରବାଦୀର ଚିନ୍ତାଧାରା ରହିଛି, ତେଣୁ ତାକୁ ଆମେ ଡାଟା ଦବୁ ନାହିଁ। ଏବଂ ଆମେ ହଉଛୁ ନିର୍ବୋଧ, ଆମେ ହଉଛୁ ଅଜ୍ଞାନ, ଆମେ ହଉଛୁ ମୂର୍ଖ, ଆମେ ତାଙ୍କୁ ସମର୍ଥନ କରୁଛୁ, ତାଙ୍କୁ ଭୋଟ ଦଉଛୁ ଏବଂ ସେ ଏବେ ବି ସିଟ୍ କିଛି ପାଉଛନ୍ତି। ଆଉ ସେଥିପାଇଁ ମା ଲେଖୁଛନ୍ତି, ଯେ ପର୍ଯ୍ୟନ୍ତ ଏହି ଅଜ୍ଞାନ ସ୍ଥିତିରେ ଆମେ ରହିଥିବା, ସେ ପର୍ଯ୍ୟନ୍ତ ମା କହୁଛନ୍ତି ନିରର୍ଥକ ହୋଇ ହିଁ ଚାଲିଥିବ ଏବଂ ଠିକ ସେଇପରି ବୋଲି ଜାଣି ରଖିବାକୁ ଚାଲିଥିବ। ଭାରତର ଅଖଣ୍ଡତାକୁ ଯିଏ ଚ୍ୟାଲେଞ୍ଜ ଦେଇଥିଲା, ଯୋଉ ଦଳ ସକାଶେ ଭାରତର ଅଖଣ୍ଡତା ଆଜି ବିଖଣ୍ଡିତ ହେଇଛି ଏବଂ ଆମେ ଏପର୍ଯ୍ୟନ୍ତ ମଧ୍ୟ ସେଇଥିପାଇଁ ଅର୍ଥ ବ୍ୟୟ କରୁଛୁ, ତଥାପି ଆମେ ସେ ଦଳକୁ ସମର୍ଥନ କରିବୁ, ସେ ବ୍ୟକ୍ତିକୁ ସମର୍ଥନ କରିବୁ, ସେ ଚିନ୍ତାଧାରାକୁ ସମର୍ଥନ କରିବୁ। ଏହା ଆମର ନିର୍ବୋଧତା ନୁହଁ। ମୁଁ ଜମାରୁ ରାଜନୀତି କଥା କହୁନି, ଏହା ସିଧାସଳଖ ସ୍ପଷ୍ଟ, ଇଏ ହଉଛି ଆମର ଆଧ୍ୟାତ୍ମିକ ଅଗ୍ରଗତି ସହିତ ଯୋଡା ହେଇ ରହିଛି। ଆରେ ଯେତେବେଳେ ମୋ ମାର ଛାତି ଉପରେ ବସି ଜଣେ ରକ୍ତପାନ କରୁଥିବ, ସେତେବେଳେ ମୁଁ
କିପରି ତପସ୍ୟା କରିପାରିବି? ଯେତେବେଳେ ମୁଁ ସୁରକ୍ଷିତ ନୁହଁ ସେତେବେଳେ ମୁଁ କଣ ଆଧ୍ୟାତ୍ମିକତା ପଥରେ ଯିବି? ସେଥିପାଇଁ ଏପରିକି ପୂର୍ବରୁ ପ୍ରଭୁ କହିଲେ, ଯୋଉମାନେ ଗୁମ୍ଫା ଗହ୍ୱରରେ ରହି ତପସ୍ୟା କରୁଛନ୍ତି ସେମାନଙ୍କ ସ୍ପନ୍ଦନରେ ବିଶ୍ୱ ଶକ୍ତି ପରିଚାଳିତ ହଉଛି। ବିଶ୍ୱଯୁଦ୍ଧରେ ପ୍ରଭୁ ଶ୍ରୀ ଅରବିନ୍ଦ ପଣ୍ଡିଚେରୀରେ ବସି ଚର୍ଚ୍ଚିଲଙ୍କୁ ଅସ୍ତ୍ର କରି ଯନ୍ତ୍ର କରି ବିଶ୍ୱଯୁଦ୍ଧକୁ ନିଜ କଣ୍ଟ୍ରୋଲରେ ରଖିଥିଲେ। ଯଦି କଣ୍ଟ୍ରୋଲ ନ ରଖିଥାନ୍ତେ ତେବେ ଯୋଉ ଆସୁରିକ ଯୋଉ ବର୍ବର ପ୍ରବୃତ୍ତିର ଯିଏ ମାଡ଼ି ମାଡ଼ି ଚାଲିଥିଲେ ତାଙ୍କୁ ପରାହୂତ ନ କରିଥିଲେ, ପ୍ରଭୁ ଲେଖିଛନ୍ତି ପୃଥିବୀ କେତେ ଶତାବ୍ଦୀ ବର୍ଷର ତଳକୁ ଖସି ଯାଇଥାନ୍ତା। ତେଣୁ ତାକୁ ପ୍ରତିହତ କରିବା ପାଇଁ ପ୍ରଭୁ ଶ୍ରୀ ଅରବିନ୍ଦ ନିଜେ ପଣ୍ଡିଚେରୀରେ ବସି ପରିଚାଳିତ କରୁଥିଲେ ଅନ୍ୟ ରାଜନେତା ମାନଙ୍କୁ। ତେଣୁ ପ୍ରତିକାର କରିବେ ନାହିଁ କିପରି? ପ୍ରତିକାର ନିଶ୍ଚୟ କରିବେ। ଏବଂ ଅଜ୍ଞାନତା ଏବଂ ଏଇ ଯୋଉ ନିରର୍ଥକ ଜୀବନ ବଞ୍ଚିବାର କୌଣସି ଆବଶ୍ୟକ ନାହିଁ। ଅହଂ ଆତ୍ମସ୍ୱାର୍ଥ ବିରୁଦ୍ଧରେ ମୁଁ ଠିଆ ହେବି। ପ୍ରଭୁଙ୍କ ପାଇଁ, ପରମଙ୍କ ପାଇଁ, ମାଙ୍କୁ ପରିପ୍ରକାଶ କରିବା ପାଇଁ ମୁଁ ନିଶ୍ଚୟ ଠିଆ ହେବି। ନହେଲେ ଅନେକ ବର୍ଷ ଚାଲିଯିବ। ବାଃ, थैंक यू ऑल।